ଆସିଲା ଗୁରୁଦେବ କରିବେ। ଗୁରୁଦେବଙ୍କର ସତ୍କାର ଶିଷ୍ୟ ଦେହ ସାରିମାନ୍ତମ। ଶାସନ ସ୍ୱୀକାର କରିଥିଲେ ଶାସନ ଦଣ୍ଡ ଚଳେଇବେ। ସେ ତାଙ୍କର ଶାସନ ଦଣ୍ଡ ଚଳେଇବା ଅଧିକାର ଅଛି। ସେ ଶାସନ କରିବେ। ଶିଷ୍ୟ ଦୋଷ ଅଛି, ଦୁର୍ବଳତା ଅଛି, ଅନେକ ଅଛି, ସେଗୁଡିକ କେମିତି ଆଉ ସଂଶୋଧନ ସେ ଗୁରୁଦେବ କରିବେ। ଗୁରୁଦେବ ପରି ଉଦ୍ବେଗ ଦେଇପାରିବେ, ଅନ୍ୟ କେହି ପରି ଉଦ୍ବେଗ ତୁମେ ଦେବା ଉଚିତ ନୁହେଁ। ଯାହାଙ୍କର ଅଧିକାର ଅଛି ସେ ଉଦ୍ବେଗ ଦେବେ, ଯାହାର ଅଧିକାର ନାହିଁ ତୁମେ କାହିଁ ଉଦ୍ବେଗ କାହିଁ ପ୍ରକାର ଉଦ୍ବେଗ? ଏଇଟା କଥା ଅଛି। ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରପାତ ମହାରାଜ ପ୍ରକଟ ପୂର୍ବରୁ ଶିଷ୍ୟ ମାନଙ୍କୁ ସବୁ ବସେଇକରି ଯୋଉ ଉପଦେଶ ଦେଇଛନ୍ତି ସେଥିରେ ଏଇ କଥା ସେ ମୁଁ ଆପଣ ମାନଙ୍କୁ ବହୁ ପ୍ରକାର ଉଦ୍ବେଗ ଦେଇଛି, କିନ୍ତୁ କାହିଁକି ଦେଇଛି? ହରିଭଜନରେ ପ୍ରବୃତ୍ତ କରିବା ପାଇଁ ଦେଇଛି, ଅନ୍ୟ କିଛି ଏ କଥା ଦିନେ ନା ଦିନେ ଅବଶ୍ୟ ଆପଣ ମାନେ ବୁଝିପାରିବେ, ରିୟଲାଇଜ କରିବେ। ହଁ ଏଡେ ସୁନ୍ଦର ଉପକାର ଆମର ସେ ସୁନ୍ଦର ଉପକାର ସେ ଆମର ସେ ଏଇ ପ୍ରକାର ଉଦ୍ବେଗ ଯଦି ଆମକୁ ନ ଦେଇଥାନ୍ତି ଆଜି ଏ ପ୍ରକାର ଭଜନରେ ପ୍ରବୃତ୍ତ ଆମେ ହେଇପାରିନଥାନ୍ତି। ସେଥିପାଇଁ କୁହାଯାଏ ସାଧୁ ବୈଷ୍ଣବଙ୍କର ଯଦି ତୁମେ ଦଣ୍ଡ ସ୍ୱୀକାର ନ କରିଛ ତାହେଲେ କଦାପି ତୁମର ବୈଷ୍ଣବତା ଲାଭ ବୁଝିପାରିଲ? କେବେ ହେଲେ ବୈଷ୍ଣବତା ଲାଭ